ଆମ ଗାଁ ଠାକୁରଙ୍କର ଥିଲା ଜନ୍ମଦିନ। ଆଉ ଠାକୁରଙ୍କୁ 12 ବର୍ଷ ପୁରିଗଲାଣି। ଗାଁର ଝିଅ ବୋହୂମାନେ ସମସ୍ତେ ଲାଇନରେ ଛିଡ଼ା ହେଇଛନ୍ତି କଳସ କାଖେଇବା ପାଇଁ ଆଉ କଳସ ବୁଡ଼ିବାକୁ ଯିବା ପାଇଁ। ସମସ୍ତେ କଳସ ଧରିକି ଲାଇନରେ ଛିଡ଼ା ହେଇଛନ୍ତି। ଦାଦା ଖୁଡ଼ି କର୍ତ୍ତା ହେଇଥିବାରୁ ସେମାନେ ଆଗେ ଆଗେ କଳସ ଧରି ଚାଲିଛନ୍ତି। ତାଙ୍କ ପଛେ ପଛେ ଗାଁ ଝିଅ ବୋହୂମାନେ କଳସ ଧରି ଚାଲିଛନ୍ତି ନଦୀକି। ଏ ବର୍ଷ ମୋ ଭାଗ୍ୟରେ ଥିଲା, ମୁଁ ଏ ବର୍ଷ ଗାଁକୁ ଆସିଥିବାରୁ ମୁଁ ବି ଭାଗ ନେଇଛି କଳସ ବୁଡ଼ାରେ। ଏବେ ସମସ୍ତେ ଲାଇନ୍ ଲଗେଇକି ଯାଉଛନ୍ତି ନଦୀ ପାଖକୁ। ଆଉ ସେଠି ପହଞ୍ଚି ସମସ୍ତେ କଳସ ରଖିଦେଇଛନ୍ତି। ବ୍ରାହ୍ମଣମାନେ ଏଠି ମନ୍ତ୍ରପାଠ କରୁଛନ୍ତି ଆଉ ଘଣ୍ଟି ହୁଳହୁଳି ସବୁ ହେଉଛି ଆଉ ବହୁତ ଭଲ ମଜା ବି ଲାଗୁଛି। ମନ୍ତ୍ରପାଠ ପରେ ସମସ୍ତେ ଏଠି ମନ୍ତ୍ର ସୂତା ବାନ୍ଧୁଛନ୍ତି ବ୍ରାହ୍ମଣମାନେ ସମସ୍ତଙ୍କ ହାତରେ। ତାପରେ ଦାଦା ଖୁଡ଼ି ଆଗେ କଳସ ବୁଡ଼େଇବେ, ତା ପଛରେ ସମସ୍ତେ ଆମେ କଳସ ବୁଡ଼େଇକି ଏଠୁ ନେଇକି ଯିବୁ। ଏବେ ସମସ୍ତେ ଲାଇନରେ ଚାଲିଗଲେଣି ମନ୍ଦିରକୁ କଳସ ନେଇକି। ଏବେ ଯାଇକି କଳସ ଧରି ମନ୍ଦିର ପାଖରେ ପହଞ୍ଚିବେ। ଏବେ ଆମେ ସମସ୍ତେ ମନ୍ଦିର ପାଖରେ ଆସିକି ପହଞ୍ଚି ଗଲୁଣି। ତାପରେ ଏବେ ବ୍ରାହ୍ମଣମାନେ ସମସ୍ତେ ଆମ ହାତରୁ କଳସ ନେବେ ଆଉ ଯଜ୍ଞ ଚାରିପଟ ଯାକେ କଳସ ରଖିବେ। ତାପରେ ଯଜ୍ଞ ଆରମ୍ଭ ହେବ। ଏବେ ସମସ୍ତଙ୍କ କଳସ ଆସି ଯଜ୍ଞ ଚାରିପଟେ ରଖି ସାରିଲେଣି। ଏବେ ଘିଅ ପୋଡ଼ା ଷ୍ଟାର୍ଟ ହେଇଗଲାଣି। ଏବେ ଯଜ୍ଞ ଆରମ୍ଭ ହେଇସାରିଲାଣି। ଗାଁର ଝିଅମାନେ ସମସ୍ତେ ଆସି ବସିଛନ୍ତି ଆଳତି ପାଇଁକା। ଆଳତି ନେବେ ଆଉ ପ୍ରସାଦ ପାଇକି ସମସ୍ତେ ଯେଝା ଯେଝା ଘରକୁ ଯିବେ।